ଅଳ୍ପ ଧନ ବିକଳ ମନ, ଏହାର ମାନେ ହେଉଛି ଦରିଦ୍ର ଲୋକର ଚିନ୍ତା। ଅର୍ଥ, ଯେଉଁ ଲୋକଙ୍କ ପାଖରେ ଧନ ଅଳ୍ପ ଥାଏ ସର୍ବଦା ଚିନ୍ତା ଓ ଶାନ୍ତିରେ ରହନ୍ତି। ଧନର ଅଭାବ ମନରେ ବିକଳିତ ସୃଷ୍ଟି କରେ। ଉଦାହରଣ, ରଘୁଙ୍କ ପାଖରେ ଧନ ଥିଲା, ସେ ଦିନକୁ ଦିନ ଚିନ୍ତାରେ ବୁଡ଼ି ରହୁଥିଲା। ଧନର ଅଭାବରେ ମନ ବି ଅଶାନ୍ତ ହୋଇଯାଏ। ଅଳ୍ପ ବିଦ୍ୟା ଭୟଙ୍କରୀ, ଏହାର ମାନେ ସାମାନ୍ୟ ଜ୍ଞାନ ପ୍ରୟୋଗର ପରିଣାମ। ଯଦି କାହାରି ଜ୍ଞାନ କମ୍ ଅଛି ଏବଂ ସେ ସେହି ଅଳ୍ପ ଜ୍ଞାନକୁ ପ୍ରୟୋଗ କରେ, ତାହାର ଫଳାଫଳ ଭୟଙ୍କର ହୋଇପାରେ। ଏହି ଲୋକବାଣୀ ଏହା ଜଣାଉଛି ଯେ ସମ୍ପୂର୍ଣ୍ଣ ଜ୍ଞାନ ବିନା କୌଣସି କାମ କଲେ ବିପଦ ଘଟିପାରେ। A little knowledge is a dangerous thing. Using partial or incomplete knowledge can lead to full consequences. Explanation: when someone has only limited knowledge about a subject but tries to act like an expert, it can lead to serious mistakes or dangers. This proverb warns against misuse of incomplete knowledge. ଅତିଭକ୍ତି ଚୋରର ଲକ୍ଷଣ। ଯେଉଁ ଲୋକ କାହାରି ପାଇଁ ଅତିରିକ୍ତ ଭଲ ପାଇବା, ଆଦର ବା ଭକ୍ତି ଦେଖାନ୍ତି, ସେମାନେ ଅନେକ ଥର ଖରାପ କାମ କରିବା ପାଇଁ ଏହିଭଳି ଭାବ ବାହାରେ ଦେଖାନ୍ତି। ସେମାନେ ଭିତରେ ଚୋର ଭଳି ହୋଇଥାନ୍ତି। ଉଦାହରଣ, ସେ ଆପଣଙ୍କୁ ଅତି ଭଲ ପାଇବା ଦେଖାଉଛି କିନ୍ତୁ ପଛରେ ଆପଣଙ୍କ ବିପକ୍ଷରେ କଥା କହିଥାନ୍ତି। ଅଣ୍ଟି ଛୁରୀ ତଣ୍ଟି କାଟେ। ଆତ୍ମୀୟ ଲୋକ ଶତ୍ରୁ ହେବା। ଅତି ସାଧା ଦେଖାଯାଉଥିବା ବା ଅଳ୍ପ ହାନିକାରକ ଜିନିଷ ବେଳେବେଳେ ବଡ଼ କ୍ଷତି କରିପାରେ। ଯାହାକୁ ଅପରାଧ ବୋଲି ଲୋକେ ଜାଣିନାହାନ୍ତି, ସେ ମଧ୍ୟ ବେଳେବେଳେ ଆପଣଙ୍କର ବହୁତ କ୍ଷତି କରିପାରନ୍ତି। ଦେଖିକି ଅନୁମାନ କରିବା ଠିକ୍ ନୁହେଁ। ବେଳେବେଳେ ସାଧାସିଧା ଲୋକ ମଧ୍ୟ ବଡ଼ ହାନି କରିପାରନ୍ତି। ଯେଉଁ ଲୋକ ଶାନ୍ତ ଓ ଅପରାଧ ବୋଲି ଜଣାପଡ଼େ ନାହିଁ, ସେହି ଲୋକ ଖରାପ କାମ କଲେ ଲୋକେ କହନ୍ତି ଯେ ଅଣ୍ଟି ଛୁରୀ ତଣ୍ଟି କାଟେ। ଅଠା କାଠିରେ ପଡ଼ିବା। ଅସୁବିଧାରେ ପଡ଼ିବା କିମ୍ବା ଅପାର ସମସ୍ୟାର ସମ୍ମୁଖୀନ ହେବା। ଉଦାହରଣ, ସେ ସମସ୍ତ ଟଙ୍କା ଠକ ଯୋଜନାରେ ଲଗାଇ ଦେଲେ, ଏବେ ସେ ଅଠା କାଠିରେ ପଡ଼ିଛନ୍ତି। ଇଂରାଜୀରେ ଏହାକୁ କହିଲେ to be deep trouble or to fall into serious difficulties. Example, he invested all his money in a fake scheme and now he has fallen into serious difficulty. In English, in times of crisis, rules may not apply. When there is an emergency or difficulty, it may not be possible to follow all the rules. ଯେତେବେଳେ ଅସୁବିଧା ବା ସଙ୍କଟ ସମୟ ଆସିଥାଏ, ସେତେବେଳେ ନିୟମକୁ ଅନୁସରଣ କରିବା ସମ୍ଭବ ନୁହେଁ। ପରିସ୍ଥିତି ଅନୁଯାୟୀ ବ୍ୟବହାର କରିବାକୁ ପଡ଼ିଥାଏ। ଏହାକୁ ଇଂରାଜୀରେ ଆମେ କହିଲେ This proverb means that during times of difficulty or emergency, it may not be possible to strictly follow rules. One has to act according to the situation. ଅନ୍ଧ ଦେଶକୁ ଗଲି ଦର୍ପଣ ବିକି। ମୂର୍ଖ ଆଗରେ ତତ୍ତ୍ୱ କଥା କହିବା। Selling a mirror in the land of the blind, speaking of wisdom before fools is pointless. ଅଳସୁଆର ବାରବାଟୀ ଚାଷ। ନିକମା ଲୋକର ବୃଥା ଆସ୍ଫଳନ। A lazy man's grand farming of lentils, the fruitless efforts of an idle person. ଯେଉଁ ଲୋକ କାମକୁ ଘୃଣା କରେ, ସେ ସେତେ ବଡ଼ କାମ କରିଥିଲେ ମଧ୍ୟ ତାହା ଫଳଦାୟକ ହୁଏ ନାହିଁ। ଏହି ଲୋକବାଣୀ ଅଳସ ଓ ନିକମା ଲୋକଙ୍କ ଅସଫଳ ପ୍ରୟାସକୁ ଦର୍ଶାଏ। No matter how big a task a lazy or incompetent person starts, it usually ends in failure. ଅଧର୍ମ ଭିତ ବଡ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ପାପାର୍ଜିତ ଧନ ସମୂଳେ ନଷ୍ଟ ହୁଏ। Gotten wealth groweth greatly, but vanishes with its roots. Wealth earned through sinful or dishonest means is eventually lost entirely. ଅନ୍ୟାୟ ଓ ଅଧର୍ମ ଭାବରେ ଅର୍ଜିତ ଧନ ଆରମ୍ଭରେ ବେଶୀ ଲାଗିପାରେ, କିନ୍ତୁ ସମୟ ଆସିଲେ ସେ ଧନ ମୂଳ ସହିତ ନଷ୍ଟ ହୋଇଯାଏ। Wealth acquired through immoral or dishonest means may apply to increase at first, but ultimately it disappears entirely including the wage. ଅଧା ବେପାରୀର ଜାହାଜ ମୂଲ। ଅନଧିକାର ଚର୍ଚ୍ଚା ଅର୍ଥ, ଯେଉଁମାନେ କୌଣସି ବିଷୟରେ ଜାଣନ୍ତି ନାହିଁ, ସେମାନେ ବି ତାହା ଉପରେ ଚର୍ଚ୍ଚା କରନ୍ତି। ଏହାକୁ ଅନଧିକାର ଚର୍ଚ୍ଚା ବୋଲି କୁହାଯାଏ।
An unskilled trader pressing a seat. When someone talks about or interferes in matters they don't understand or have no authority over, this is called unauthorized discussion or meddling without knowledge. ଅତି ପରିଚୟ ଗୌରବ ନଷ୍ଟ। ଯେତେବେଳେ କାହା ସହିତ ଅତିରିକ୍ତ ପରିଚୟ ବା ମିଳାମିଶା ହୋଇଯାଏ ସେତେବେଳେ ମାନ ସମ୍ମାନ କମିଯାଏ। ତେଣୁ ମନେ ରଖିବା ଉଚିତ ଅଧିକ ସମ୍ପର୍କରେ ସମ୍ମାନ ହ୍ରାସ ପାଏ। Too much familiarity breeds contempt means when people become overly familiar with someone they may begin to lose respect for them. ଅନ୍ଧ ଥରେ ବାଡ଼ି ହଜେ ଅର୍ଥ ପ୍ରଥମ ଥରରେ କୌଣସି ଭୁଲ କିମ୍ବା ଅନୁଭବ ଦ୍ୱାରା ଲୋକେ ଶିଖିଥାନ୍ତି ଓ ପରେ ସତର୍କ ହୋଇଯାନ୍ତି। ଅନ୍ୟ ଶବ୍ଦରେ ଏହା ଅଭିଜ୍ଞତା ଦ୍ୱାରା ଶିକ୍ଷା ଲାଭ କରିବାକୁ ଦର୍ଶାଏ। In English, a burnt child dreads the fire, meaning a person becomes cautious after experiencing pain or failure once one learns a lesson from a bad experience. ଅମୃତ ହାଣ୍ଡିରେ ବିଷ କଣିକା। ଏହାର ଅର୍ଥ ଯଦି ଅନେକ ଭଲ ବସ୍ତୁ ମଧ୍ୟରେ କେବଳ ଏକ ଖରାପ ଘଟଣା ବା ଅଂଶ ଥାଏ ତେବେ ସେଠି ସମ୍ପୂର୍ଣ୍ଣ ଭୁଲଟିଏ ନଷ୍ଟ ହୋଇଯାଏ। ସାମାନ୍ୟ ଖରାପ ଜିନିଷ ଅନେକ ଭଲକୁ ମଧ୍ୟ ନଷ୍ଟ କରିପାରେ। ଧୁଆମୁଳା ଓ ଧୁଆମୁଳା ସମାନ ଅର୍ଥ ଏଠି ଏମିତି ଅବସ୍ଥା ଧୁଆମୁଳା ସମାନ। କାହାର ମୂଲ୍ୟ ଅଛି ତ କାହାର ନାହିଁ ଏହି ବିଚାର କେହି କରେ ନାହିଁ। In English, no difference between gold and dust, meaning in that place it's like smoke radish and fresh radish are treated the same. No one values quality or character. ଅମୃତ ହାଣ୍ଡିରେ ବିଷ କଣିକା ଅର୍ଥ ଯଦି ଅନେକ ଭଲ ବସ୍ତୁ ମଧ୍ୟରେ କେବଳ ଏକ ଖରାପ ଘଟଣା ବା ଅଂଶ ଥାଏ ତେବେ ସେଠି ସମ୍ପୂର୍ଣ୍ଣ ଭୁଲଟି ନଷ୍ଟ ହୋଇଯାଏ। ସାମାନ୍ୟ ଖରାପ ଜିନିଷ ଅନେକ ଭଲକୁ ମଧ୍ୟ ନଷ୍ଟ କରିପାରେ। A drop of poison in a pot of nectar means even a small amount of negativity or badness can run. A drop of poison in a pot of nectar means even a small amount of negativity or badness can ruin something that is otherwise very good or pure. ଅଣ୍ଟାରେ ନଥାଏ ଧନ ପୁଅ ବାହା କରି ମନ ଅର୍ଥ ଯେତେବେଳେ କାହାର ପାଖରେ ପର୍ଯ୍ୟାପ୍ତ ଧନ ନଥିବା ସତ୍ତ୍ୱେ ସେ ଏମିତି ବଡ଼ ବଡ଼ ଯୋଜନା କରେ ଯାହା ତାଙ୍କ ସାମର୍ଥ୍ୟର ବାହାରେ। ଏହା ଅତି ଆଶା ବା ଅବାସ୍ତବ ଖର୍ଚ୍ଚ ଯୋଜନାକୁ ଦର୍ଶାଏ। No money in the pocket but dreams of a grand wedding for the son mean planning or desiring things beyond one's financial capacity. It refers unrealistic ambitions without resource.